ସୁଭଦ୍ରା ଯୋଜନାରେ ଆସିଲା ବଡ଼ ଖବର। ଏହି ସୁଭଦ୍ରା ଯୋଜନାରେ ଆଉ 3ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାରେ କିଛି ବି ଆପଣମାନଙ୍କୁ ସନ୍ଦେହ ଥିଲେ ବିଭାଗକୁ ପଚାରି ପାରିବେ। ତାପରେ ଆପଣମାନେ ଯୋଗାଯୋଗ କରି ଋଣ କେମିତି ନେବେ ତାହା ମଧ୍ୟ ଜାଣିପାରିବେ। ତ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଯୋଜନାରେ ଋଣ କେମିତି ନେଇପାରିବା ଏବଂ କେଉଁ ପଦକ୍ଷେପ 3ଟି ଲାଗୁ କରିଛନ୍ତି। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 5ଟା 6 PM ଧରିତ୍ରୀ ନ୍ୟୁଜ୍ରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଯୋଜନାର ଖବର କ'ଣ ଆସିଛି। ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ ଆଉ 3ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି। ଦେଖନ୍ତୁ ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାପରେ ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ତ ଦେଖନ୍ତୁ ସୁଭଦ୍ରାରେ ଆଉ 3ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ତାପରେ ସୁଭଦ୍ରାର 3ଟି ପଦକ୍ଷେପ ଲାଗୁ ହେଲା ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ। ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରି ଋଣ କେମିତି ନେବେ ତାହା ମଧ୍ୟ ଜାଣିପାରିବେ। ତାପରେ କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ ଡାଏଲ କରି ଅସୁବିଧା ବୁଝିପାରିବେ। ତାପରେ ସୁଭଦ୍ରା ସେତୁ ଦ୍ୱାରା 21 ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେଖନ୍ତୁ ଆଜ୍ଞା 3ଟି ପଦକ୍ଷେପ ଲାଗୁ କରିଛନ୍ତି। ଶୁଣ ସୁଭଦ୍ରାରେ କିଛି ବି ସନ୍ଦେହ ଥିଲେ ବିଭାଗକୁ ପଚାରି ପାରିବେ। ତାପରେ ଆପଣମାନେ ଯୋଗାଯୋଗ କରି ଋଣ କେମିତି ନେବେ ତାହା ମଧ୍ୟ ଜାଣିପାରିବେ। ତାପରେ କୁହ ସୁଭଦ୍ରାରେ ବିଭାଗକୁ ଅଧିକାରୀଙ୍କୁ ଡାଏଲ କରି କିଛି ଅସୁବିଧା ବୁଝିପାରିବେ। ତାପରେ ସୁଭଦ୍ରା ସେତୁ ଦ୍ୱାରା 21 ବର୍ଷ ହେବା ଥିବା ହିତାଧିକାରୀଙ୍କୁ ଯୋଡ଼ିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତ ଏହା ଥିଲା ଆଜିର ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।